गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरवे नमः। अखंडं मंडलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। शून्य महाशून्यम शून्य मध्ये निरंजन निरंजन मध्ये ज्योति संज्योति भगवान धरित्री आकाश वंदे पाताले वासुकी तथा मूर्ति चुमाधव वंदे तम वंदे सचराचर। शंकरे तु सदावास सिंहवाहिनी सारदे मम कंठे निवासाय वाक्य देवी नमस्तुते। नारायण हे रुद्र अम्बिके भास्करे तथा भिन्न न कर पंचदेव नमस्ते। पंचदेव नमुतन्ते जदि मुतन्ते ठुपाए ठुपाए मुतन्ते अरे दानो हे आउ सारे कहले पंचदेव नमः सार कहले पंचदेव नमतेते तमको नाउनी काहे की जगन्नाथ हे प्रभु मते कोणा कर कोणा नु करुणा माँ जगन्नाथ मते खासी करो कोणाबु मोई नरसी मंगल उद्देश्य नहीं गोटे पद आशीर्वाद मंगलाचरण आज्ञा मंगलाचरण द्वया पुच्छम द्वया श्रृंगम विंसार्ध बाहु विस्तार द्वाविंश नयन जिह्वा ग्रह श्रुति चतुर्दश अष्टपद सप्तनासा सदृशयते देवी ध्यायते नित्यं कुर्वन्तु देवंगा सारे कोना कहले जानी पाइलु कौन कहिले खाइले थु भा हेक थू भा न तू भो कहले पातुब पातुब सारे कहले पादु खाइ की समते बस्त चिर चिन्मय सुंदर विश्व प्राण सृष्टि स्थिति प्रलयर देवता देवता एवं भूत
विश्व नियंता विश्वकर्मा विश्वपालक विश्व चिंतामणि बड़े जाहांकर बिना निर्देश रे धूली कणिकाटीए मध्य उड़ेना 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 जाहांकर बिना निर्देश रे वृक्ष रे पत्रटीए भी हलेना 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 जहा हेउछि हेउछि जहा हेउथिला हेउथिला जहा भविष्यत रे होबाको जाउछि जो इच्छामय हाँ हाँ आस्थान स्थित महाप्रभु सत्यनारायण सत्यनारायण श्रीलाल पर हाजिर है चरणातळे हाँ चरणाबिंदरे बेश अनंत कोटि दंडवत 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 विश्वजननी हाँ हाँ कल्याणमयी मयि आद्या शक्ति 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 प्रदायिनी विद्या प्रदायिनी हाँ हाँ काव्य कलार ठाकुराणी बेश मा जगदम्बा जगदम्बा श्री बागवादिनी हाँ हाँ मा शारदांकर पदकंजरे हाँ हाँ अनंत कोटि भूमिष्ठ प्रणाम या हम वो बेला भला ଏ କଣ ଦରଡୁଛୁ ପାଲାଦି ବାଦି ପଲା ସରି ଯାଉଛି ଦରଡୁଛୁ କଣ ମୁଁ ଆଜି ପ୍ରଣାମ ଘଟାଉଛି ରେ ସେଟା କେମିତିକା ରେ ଆଲାରେ ବୁଲୁଛୁ ହେଲେ ଜାଣିନୁ ବସ ତୁ ବି ଜାଣି ମୋ ପକେଟ ଫୁଲ କୋଉଠି ବା ଭଗବତ ରସ ପିପାସୁ ହଁ ହଁ ଏ ନରନାରାୟଣଙ୍କର ହୃଦୟରେ ବିରାଜମାନ କରିଥିବା କରିଥିବା ମୋର ସେ ମହାପ୍ରଭୁ ଆତ୍ମନାରାୟଣଙ୍କର ଉଦ୍ଦେଶ୍ୟରେ ହଁ ହଁ ମୋର ଏ ଅଧମର ଅନନ୍ତ କୋଟି ଭୂମିଷ୍ଠ ପ୍ରଣାମ ପଣାଣ ପଣାଣ କାହିଁକି ତତେ କଡ଼କା କେବିଶ ପୁତ୍ରାନ୍ନଗଜା ତାହାରି କୁମାର ତତ ଶଶିଖଣ୍ଡ ମୌଳି ଲଙ୍କେଶಂ ସମ୍ପୂଜିତಂ ପାଦ ପଦ୍ମଂ ପୟାଦିନାଥ ପରମେଶ୍ୱର ଦୀର୍ଘାୟୁ କରନ୍ତୁ କୋଟିଏ ପରମାଇ ଦିଅନ୍ତୁ ଚଲାପଥ କୁସୁମିତ କରି ବିଦ୍ୟା ବୁଦ୍ଧିରେ ପରିପୂର୍ଣ୍ଣ କରି ଭବିଷ୍ୟତ ଉଜ୍ଜଳ କରନ୍ତୁ ବୋଲେ ଆନନ୍ଦେ କବାର ଏ ସଂସ୍କୃତି ସମ୍ପନ୍ନ ପଲ୍ଲୀ ପଲ୍ଲୀ ପଲି ପଲି ଇଶାଣୀ ବ୍ରହ୍ମପୁର ବ୍ରହ୍ମପୁର କୋଉ ଆବାହନ କାଳରୁ ହଁ ହଁ ମଉସା କହୁଥିଲେ କହୁଥିଲେ ଆମେ ଜାଣିନୁ ଆମ ବାପା ହୁଏତ ଜାଣିଥିବେ ତାଙ୍କ ବାପା ହୁଏତ ଜାଣିଥିବେ କେହି କହିପାରନ୍ତିନି ସମସ୍ତେ କୁହନ୍ତି କୋଉ ଆବାହନ କାଳରୁ ଚାଲିଛି ଚାଲିଛି ଆମେ ବି କହିପାରୁନି ଆମେ ଯେତେ ଥର ଆଇଲୁଣି ଆମେ ବି ଜାଣିପାରୁନୁ ତେଣୁ ପୂର୍ବପୁରୁଷଙ୍କର ଠିକ ସୁଯୋଗ୍ୟ ଦାୟାଦ ହିସାବରେ ହଁ ହଁ ଆମ ଦେବଲୀଳା ଭୂମି ହଁ ସଂସ୍କୃତି ସମ୍ପନ୍ନ ପଲ୍ଲୀ ପଲ୍ଲୀ ଇଶାଣୀ ବ୍ରହ୍ମପୁର ମଞ୍ଚର ହଁ ହଁ ଉଦୟକିତା କର୍ମକର୍ତ୍ତା ମହୋଦୟ ବାବୁମାନଙ୍କର ବାବୁ ମାନଙ୍କର ସୁଯୋଗ୍ୟ ଦାୟାଦ ପୂର୍ବପୁରୁଷର ହିସାବରେ ହିସାବରେ ଏ ଅନୁଷ୍ଠାନଟିକୁ ହଁ ଦୀର୍ଘଜୀବୀ କରିବାର ପ୍ରୟାସ ଚାଲୁ ରହିଛି ଚାଲିଛି ଚାଲିଛି ବସ ନଚାଥିଲେ ଫାଙ୍କାରେ ହଉଥିଲା ଆରେ ହେ ସାର୍ କହିଲେ କଣ ବୁଝି ପାଇଲୁନି ସାର୍ କହିଲେ ବସ୍ ଆସିବ ଉଠିକିରି ପଳେଇବ ଆମେ ଏ ଗଡମା ଛକରୁ ବସ୍ ପାଇବା ଆଉ ରାଉତ ଆଜ୍ଞା ଏତେ ପର୍ଯ୍ୟନ୍ତ ତମେ ମାନେ ଚଳଚଞ୍ଚଳ ମନା ଥିଲ ହଁ ଥିଲି ଥିଲି ମଞ୍ଚରେ ପଦାର୍ପଣ କଲା ପରେ 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 ଆମେ ମାନେ କାୟ ମନୋବାକ୍ୟରେ ହଁ ହଁ ସ୍ଥିରତାକୁ ଆଣି ଆଣି ମହାପ୍ରଭୁଙ୍କର ସମ୍ପୂର୍ଣ୍ଣ ଶରଣାଗତି ହେବା ପାଇଁ ଚେଷ୍ଟା କରିବା ଚେଷ୍ଟା କରିବା ବସ ବସ୍ ଖୁଡ଼ିଲ ରାଉତ ଆଜ୍ଞା ଆଜି ଆଜି ମହାପ୍ରଭୁ ନାମ ଯଜ୍ଞର ହଁ ହଁ ଆଜି ହଉଛି ତୃତୀୟ ରଜନୀ ତୃତୀୟ ରଜନୀରେ ଆମ୍ଭମାନଙ୍କର ପ୍ରଥମ ଥାକ ବା ପ୍ରଥମ ପର୍ଯ୍ୟାୟ ପ୍ରଥମ ପର୍ଯ୍ୟାୟରେ ଉପନୀତ ହେଲା ପରେ ପରେ ଦିନରୁ ପାଲା ଆରମ୍ଭ ହୋଇଛି ନାଇଁ ଦିନରୁ ଗୋଟିଏ ସିନା ପଦ ହଁ ବସା ଘରେ ମୋ ଭାଇ ଯାଇଥିଲେ କହିଲେ ଆଜି ଟିକେ ଭାଗବତ ଟିକେ ଆଲୋଚନା କରିବ ମୁଁ କହି ଅଗମ୍ୟ କହିଲେ ପରମ ଶାସ୍ତ୍ର ଭାଗବତ ଅଭ୍ୟାସ ପରମ ଶାସ୍ତ୍ର ହଉଛି ଭାଗବତ 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 ଆପଣ ମାନଙ୍କର ହଁ ସଂସ୍କୃତରୁ ଅନୁବାଦ କରିଛନ୍ତି ବେ ଇଏ ଓଡ଼ିଆ ଭାଇମାନଙ୍କୁ ତାରିବା ପାଇଁ ଓଡ଼ିଆ ଭାଇମାନଙ୍କ ମନରେ ଧର୍ମୀୟ ଭାବନାକୁ ସଞ୍ଚାର କରିବା ପାଇଁ ହେ ହେ ଅତି ବଡ଼ି ଉପାଧିରେ ଭୂଷିତ ହୋଇଥିବା ହୋଇଥିବା ଆପଣ ମାନଙ୍କର ଜଗନ୍ନାଥ ଦାସ 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 ପୁଅ କଣ କହିଲେ ପ୍ରଥମେ କହିଲେ ନମୟୀ ନୃସିଂହ ଚରଣ ହଁ ଅନାଦି ପରମ କାରଣ କହିଲେ ହେ ମୋର ଓଡ଼ିଆ ଭାଇମାନେ ହଁ
ये संसार मुक्ति पाइबा पाई हेले ହେଲା ହେଲା भागवत टिके पढ़ंतु भागवत पढ़िले ହଁ जेते आपणकर गृहर समस्या अछि ଅଛି ଅଛି से आपणा छाए समाधान हे जीव ଆଜ୍ଞା आज्ञा सत्य आज्ञा जो माने अनुभवी ଅନୁଭବୀ भाग्य रे थिले एमिति गोटे ଭୋଜ गोटे ମିଳେ जीवन रे अनुष्ठान मिले ସାରେ ମୋ ଭାଗ୍ୟଟା ଭାରି ଭଲ कहीं ଦୀର୍ଘ 20 ବର୍ଷ ପରେ ଆସିଥିଲେ ଚିତ୍ତରଞ୍ଜନ ଦାସ तमे तो तीनटा आस्तल कहूच मते ହେଇନି ତାପରେ ଆପଣଙ୍କ ପରିଣାମ ଭିତରେ ଆସିଲି ପୁରା ଭଲ तम तो समते चिन्ह बेसी फेणा ना तू ना, बस फेणेई तू बेसी फेणौच बस फुलिब केମିତି फुलिब बस बस तेणु आपणा छाए समस्या समाधान हे छी ହଁ यदि जगन्नाथ दास कहंती कहले हे मोर ओडिया भाई मान ଆଚ୍ଛା यदि संपूर्ण भागवत को पढ़िबा पाई आपणको कर्ममय जंजाल व्यस्तता भितर समय नाही तले गोटिए खंड पढ़ंतु जदि से गोटिए खंड हाँ। पढ़िबा पाई आपणको पाकर समय नाही ନାହିଁ तले गोटिए अध्याय पढ़ंतु ପଢନ୍ତୁ यदि ता भी गोटिए अध्याय पढ़िबा पाई समय नाही ନାହିଁ ताले प्रथम अध्याय प्रथम पदटी जदि करिबे आवृत्ति भव संसार रु पारी हेबा पाई बाट फिटु थिबो नीति रह प्रथम पदटी आवृत्ति करंतु कौन कौन जो पदटी की मंच रे पदार्पण कला पुरे भगवान को उद्देश्य रे भक्ति पदटी गान करिछि नमयी नृसिंह चरण अनादि परम କାରଣ कारण कौन ये पदरे अछि କଣ ଅଛି ସାର୍ ମୁଁ କାହିଁକି ଯିବି यही पदटी पढ़ी कि बुझी कि मानी कि चली जिबा जदि ହଁ ताले ये मानव जन्म सफल हब ହଁ ହଁ वैकुंठ द्वार आपण मानक पई उन्मुक्त हब ପୁରା ଖୋଲା कौन କଣ कहले नमयी नृसिंह चरण मो मा प्रज्ञावादिनी आर्य संस्कृतिर पुराण तो श्रेणी मोर मा मान ହଁ ହଁ विदग्ध कला को भल पाउथिबा मोर विदग्ध पंडित ବେଶ आउ भगवत रस पिपासु दूर दूरांतरु छुटी आसीथिबा मोर सज्जन मंडल ମଣ୍ଡଳୀ ए ग्रामर अड़ोसी पड़ोसी भाई बंधुमान ହଁ ताले हमें सुनिबा କଣ नमयी नृसिंह चरण अनादि परम कारण कौन ये पदरे अछि आमे पढ़िबा बुझिबा मानिके चलिबा आपण निश्चित वैकुंठगामी हेबे सत्य ଏବେ ସତ୍ୟ कौन पद କଣ जदि पदटी को पुंखानुपुंख भावरे आमे अनुधान करिबा କରିବା भूल बाहरिबो କଣ ଭୁଲ ବାହାରିବ कहले नमयी नृसिंह चरण ହଁ अनादि परम कारण କାରଣ आमे ओडिया छुआ ହଁ हमर भाषा होछि ओडिया ଓଡ଼ିଆ जदि ये दृष्टि देखा जाए ओडिया भाषा रे हाँ साधारणतः बे। प्रथमे रुहंती क्रिया तापरे रुहंती कर्म अच्छा नहीं रे हाँ आज्ञा आज्ञा कर्ता भूल कहली प्रथमे रुहंती किसना कर्ता तापरे रुहंती क्रिया क्रिया किंतु किंतु आपण मानकर अति बड़ी जगन्नाथ दास जी विश्व चिंतामणि सानिध्य पाइछंती हाँ हाँ पंच सखांक मध्यरु जणे 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 भगवान को जे दर्शन करिसंती भगवान पाखरे से कांदिले अच्छा एतबेले भागवत पढ़ंती नारी मानक मझिरे हाँ कहंती ए पुरुषटा किछि अन्याय आचरण करूछि नारी मानक पाखरे अरे राजांक पाखरे खबर पहुंचिला कथा कहू कहू जगन्नाथ दास कहिदेले मु नारी मेलरे नारी पुरुष मेलरे पुरुष पुरुष से दिन कांदिले जगन्नाथ दास कहले मु जीवी देखिबी तमे केमिति नारी मेलरे नारी हेउछ हाँ हाँ नारी रूप को देखई देथिले जगतर नाथ जगन्नाथ तांको देहरे जगन्नाथ दासंक देहरे ए हे भगवानंकर प्रिय पात्र भगवानंकर भक्त भगवानंकर सानिध्य लाभ करिछन हाँ हाँ से जगन्नाथ दास कहिले यदि प्रथम पदटी को अनुध्यान करिबा କରିବା ताले प्रथमे कर्ता रहिबा कथा नमयी नृसिंह चरण चरण। क्रिया रखिले हाँ नमयी होउची क्रिया 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 कर्ता होउछंती नृसिंह ये गोटिए भूल
দ্বিতীয় ভুল দ্বিতীয় যে কোনসি কাব্য স্রষ্টা হ্যাঁ যে কোনসি লেখক বেশ তাঙ্কর লেখ বহি লেখিবা পূର୍ବরু কাব্য লেখিবা পূର୍ବরু হ্যাঁ। সে কাব্যর উপাস্য দেবতাଙ୍କୁ প্রণাম করନ୍ତି କରନ୍ତି প্রথমতঃ কিন্তু আপন মানଙ୍କର অতি বড়ি জগন্নাথ দাস କଣ କହିଲେ প্রথমে প্রণাম করেছন্তি নমঃ নৃসিংহ চরণ ଅନାଦେ নমঃ নৃসিଂহ চরণ নৃসিଂহ ঠাকুরକୁ প্রণাম করেছন্তি ହଁ কাহিকি କାହିଁକି না ଏ ଗ୍ରନ୍ଥର ଉପାସ୍ୟ ଦେବତା ହଉଛନ୍ତି ଆପଣ ମାନଙ୍କର ଶ୍ରୀକୃଷ୍ଣ ହଁ ହଁ ଶ୍ରୀକୃଷ୍ଣ ଭଗବାନ ଶ୍ରୀକୃଷ୍ଣଙ୍କର ଚରିତ୍ରାମୃତ ଭାଗବତ ଭାଗବତ ସେ ଉପାସ୍ୟ ଦେବତା ଭାଗବତର ଉପାସ୍ୟ ଦେବତା ଭଗବାନ କୃଷ୍ଣଙ୍କୁ ପ୍ରଣାମ ନ କରି ହଁ ପ୍ରଣାମ କରିଛନ୍ତି ଶ୍ରୀକୃଷ୍ଣଙ୍କୁ ଆଚ୍ଛା ଆଚ୍ଛା ନୃସିଂହକୁ ହଁ ତାହେଲେ କୋଉ ନୃସିଂହକୁ ପ୍ରଣାମ କରିଛନ୍ତି କୋଉ ନୃସିଂହ ବୋଧ ହୁଏ କାର୍ତ୍ତିକା ପୁଅ ନୃସିଂହ ଆଚ୍ଛା ଆଚ୍ଛା ବୋଧ ହୁଏ ଏଇ ଗୋଟିଏ ଭୁଲକୁ ଯିବା ପଣ୍ଡିତେ ତାହେଲେ ଆସନ୍ତୁ ବିଚାର କରିବା ଆମେ ବାଛିବା ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତର ଭୁଲ ଇଏ ସଂସାରରେ ଏମିତି କୌଣସି ବ୍ୟକ୍ତିତ୍ୱ ନାହିଁ 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 ଯିଏ ଓଡ଼ିଆ ଭାଗବତକୁ ଭୁଲ ବୋଲି ସ୍ୱୀକାର କରିବ ଧୀରେ ଧୀରେ ଆସ୍ତେ ଆସ୍ତେ ପଡି ତାହେଲେ ହୁଏତ ଭଗବାନ ଜଗନ୍ନାଥ ଦାସ ଏଇଥିପାଇଁ ନୃସିଂହଙ୍କୁ ପ୍ରଣାମ କୋଉ ନୃସିଂହ କୋଉ ନୃସିଂହ ନା ଅବତାରୀ ପୁରୁଷ ନୃସିଂହ 10 ଅବତାର ମଧ୍ୟରୁ ଆଚ୍ଛା କିଏ କିଏ ନୃସିଂହ ଠାକୁର ଯିଏ ପ୍ରହ୍ଲାଦକୁ ଉଦ୍ଧାର କରିବା ପାଇଁ ଆଚ୍ଛା ହିରଣ୍ୟକଶିପୁକୁ ବିଦାରଣ କରିବା ପାଇଁ ହେ ହେ ଯିଏ ଅବତାର ନେଇଥିଲେ ହଁ। ସେଇ ନୃସିଂହଙ୍କୁ ପ୍ରଣାମ କରିଛନ୍ତି କି ହୁଏତ ଗୋଟେ କଥା କଥା? ଭାବୁଛି ସେଇଥିପାଇଁ ପ୍ରଣାମ କରିଥାନ୍ତି ଆରେ, ଆରେ। ପାର୍ବତୀ ପଚାରିଲେ ଭଗବାନ ଶଙ୍କରଙ୍କୁ ହଁ କହିଲେ ସ୍ୱାମୀ ସମ୍ପୂର୍ଣ୍ଣ ଭାଗବତ ତତ୍ତ୍ୱକୁ ହଁ କେତେ ଜଣ ସଂସାରରେ ଜାଣିଛନ୍ତି ମତେ କୁହ ପତ୍ନୀ ପାର୍ବତୀ ଭଗବାନ ଶଙ୍କରଙ୍କୁ ପଚାରୁଛନ୍ତି କହିଲେ ସ୍ୱାମୀ ମୁଁ ଜାଣିବାକୁ ଚାହୁଁଛି ସମ୍ପୂର୍ଣ୍ଣ ଭାଗବତ ତତ୍ତ୍ୱକୁ କେତେ ଜଣ ଜାଣିଛନ୍ତି ହଁ ହଁ କେତେ ଜଣ ଜାଣିଛନ୍ତି ହଁ କୁହନ୍ତୁ ସ୍ୱାମୀ ବୋଲ ସଖୀ ସ୍ୱାମୀ କେତୋଟି ହାତ ଗଣନ୍ତି ଲୋକଙ୍କୁ ଛାଡ଼ିଦେଲେ ସଂସାରରେ ଭାଗବତ ତତ୍ତ୍ୱ ସମସ୍ତେ କହିପାରିବେ ନାହିଁ ମାନେ କଣ ହେଲା ମୁଁ କହିପାରିବି ହଁ ଅହಂ ଭଗିନୀ ସୁକମ୍ ବେତି ୟାସଂ ବେତି ନବେତି ବାନଃ ଶ୍ରୀଧରಂ ସକଳಂ ବେତି ଲକ୍ଷ୍ମୀ ନୃସିଂହ ପ୍ରସାଦେନ କହିଲେ ସଖୀ ଭଗବାନ ଶଙ୍କର କହିଲେ ମୋ ମା ଶିବ କହିଲେ ଆଚ୍ଛା କହିଲେ ପାର୍ବତୀ ସ୍ୱାମୀ ଅହଂ ଭଗିନୀ ଆଚ୍ଛା ମୁଁ ସମ୍ପୂର୍ଣ୍ଣ ଭାଗବତ ତତ୍ତ୍ୱକୁ ହେ ହେ ନିର୍ବିଘ୍ନରେ କହିପାରିବି ସୁକମ୍ ବ୍ୟତୀ ସୁକମୁନି ହଁ ସମ୍ପୂର୍ଣ୍ଣ ଭାଗବତ ତତ୍ତ୍ୱକୁ ସେ କହିପାରିବେ ସୁକମୁନି ଯିଏ ଆଜନ୍ମ ବ୍ରହ୍ମଚାରୀ ସୁକମୁନି ସମ୍ପୂର୍ଣ୍ଣ ଭାଗବତ ତତ୍ତ୍ୱକୁ କହିପାରିବେ ହଁ ହଁ ବ୍ୟାସಂ ବ୍ୟତୀ ନ ବ୍ୟତୀବାନ ଯୋଉ ଭାଗବତର ସ୍ରଷ୍ଟା ଆଚ୍ଛା ବ୍ୟାସ କୃଷ୍ଣ ଦୈପାୟନ ବ୍ୟାସ ବ୍ୟାସ ଯିଏ ଲେଖିଛନ୍ତି ଭାଗବତ ହଁ ସେ ଜାଣିକି ପୁଣି ଜାଣି ନାହାନ୍ତି ସେ ଠିକ ଭାବରେ ଲେଖି ଦେଇଛନ୍ତି ଠିକ ଭାବରେ କହିପାରିବେ ନାହିଁ। ନାହିଁ ବ୍ୟାସଂ ବେତି ନ ବ୍ୟତୀବାନ ଶ୍ରୀଧରಂ ସକଳಂ ବେତି ଭେଟି ଶ୍ରୀଧର ଗୋସ୍ୱାମୀ ସ୍ୱାମୀ ସମ୍ପୂର୍ଣ୍ଣ ଭାଗବତ ତତ୍ତ୍ୱକୁ ଆଚ୍ଛା ନିର୍ବିଘ୍ନରେ କହିପାରିବେ ଆଚ୍ଛା କାହିଁକି କାହିଁକି ନା ଲକ୍ଷ୍ମୀ ନୃସିଂହଙ୍କର ପ୍ରସାଦରୁ ଆଚ୍ଛା ଲକ୍ଷ୍ମୀ ନୃସିଂହଙ୍କର ଦୟାରୁ ଆଚ୍ଛା। ଶ୍ରୀଧର ଗୋସ୍ୱାମୀ ସମ୍ପୂର୍ଣ୍ଣ ଭାଗବତ ତତ୍ତ୍ୱ କହିପାରିବେ ଭଗବାନ ଶଙ୍କର ପାର୍ବତୀଙ୍କୁ କହିଲେ ସ୍ୱାମୀ ହୁଏତ ଜଗନ୍ନାଥ ଦାସ ଶ୍ରୀଧର ଗୋସ୍ୱାମୀ ସମ୍ପୂର୍ଣ୍ଣ ଭାଗବତ ତତ୍ତ୍ୱକୁ ହଁ ଲକ୍ଷ୍ମୀ ନୃସିଂହଙ୍କର ପ୍ରସାଦରୁ କହିପାରିବେ ବୋଲି ଆଚ୍ଛା ହୁଏତ ପ୍ରଥମେ ଭାଗବତ ଲେଖିବା ପୂର୍ବରୁ ଜଗନ୍ନାଥ ଦାସ ପ୍ରଣାମ କରିଛନ୍ତି ନୃସିଂହ ଠାକୁରଙ୍କୁ ନା ଏବେ ଠିକ ନୁହଁ ଆଉ ତାହେଲେ କାହିଁକି? ଠିକ କୋଉ ଗୋଟାକ ସାରେ ନମଃ ନୃସିଂହ ଚରଣ ଅନାଦେ ପରମ
ତଳଧାରୀଟା अच्छा ଉପର ପଦ ସହିତ ତଳ ପଦକୁ ଅର୍ଥ କଲେ ठीक ଇଏ ନୃସିଂହ ଅବତାରୀ ପୁରୁଷ ନୁହନ୍ତି କାହିଁକି କାହିଁକି? ତଳ ପଦରେ ଅଛି ଅନାଦି ପରମ କାରଣ कारण ଇଏ ଅନାଦି ଶବ୍ଦ ଥିବାରୁ हाँ ଇଏ ଅବତାରୀ ପୁରୁଷ ନୃସିଂହକୁ ଜଗନ୍ନାଥ ଦାସ ପ୍ରଣାମ କରି ନାହାନ୍ତି। ତାହେଲେ ଏ ଗୋଟିଏ ଭୁଲ ସଂଶୋଧନ କରିବା ହଁ। ସଂଶୋଧନ ନୁହଁ ଆମେ ବୁଝିବା ଇଏ ଠିକ ଲେଖା ହେଇଛି ଭୁଲ ନାହିଁ ଭାଗବତ ପଦ ଆମେ ତାକୁ ବୁଝିବା ତାହେଲେ ସେ ନୃସିଂହ କିଏ किए ନୃସିଂହ ନର ମାନଙ୍କ ଉପରେ ଯିଏ ସିଂହ हाँ ସେ ହଉଛନ୍ତି ନୃସିଂହ नरसिंह ଆମେ ଭଗବାନଙ୍କୁ ଦିଟା ମତବାଦରେ अच्छा ଆମେ ମାନେ ଗ୍ରହଣ କରିଥାଉ कौन कौन କିଛି ଗ୍ରହଣ କରିଥାନ୍ତି ଭଗବାନ ହଉଛନ୍ତି ଆଦି आदि ଆଉ କିଛି ମତବାଦୀୟ ଭଗବାନଙ୍କୁ ଅନାଦି ବୋଲି ଗ୍ରହଣ କରିଛନ୍ତି मारुति ତାହେଲେ ଆଦି କଣ ଅନାଦି କଣ कौन ଆଦି ବ୍ରହ୍ମରୁ ସବୁ ସୃଷ୍ଟି सृष्टि ଯଦି ଆମ ମାନଙ୍କର ହୃଦବୋଧ ହୁଏ ଆମେ ମାନେ ହୃଦୟଙ୍ଗମ କରିବା करीबा ବ୍ରହ୍ମରୁ ସବୁ ସୃଷ୍ଟି ହଁ। ସଚରାଚର ଜଗତ ବ୍ରହ୍ମରୁ ସୃଷ୍ଟି सृष्टि ତାହେଲେ ଭଗବାନ ହଉଛନ୍ତି ଆଦି आदि ଆଦି ଯୋଉମାନେ ଆଦି ମତବାଦୀ ଭଗବାନ ବ୍ରହ୍ମରୁ ସବୁ ସୃଷ୍ଟି ବୋଲି ଭାବନ୍ତି हाँ हाँ ତାହେଲେ ଅନାଦି କଣ कौन ନା କିଛି ଭାବନ୍ତି ବ୍ରହ୍ମ ସର୍ବଘଟ ବାସୀ बासी ଯୋଉମାନଙ୍କର ଧାରଣା ବ୍ରହ୍ମ ସର୍ବଘଟବାସୀ हे ତାହେଲେ ସେ ହଉଛନ୍ତି ଅନାଦି ମତବାଦୀ हाँ ବ୍ରହ୍ମ ସବୁ ଘଟରେ ବିରାଜମାନ କରିଛନ୍ତି ବୋଲି ଯଦି ଏ ଚିନ୍ତାଧାରା ସେମାନେ ହଉଛନ୍ତି ଅନାଦି ମତବାଦୀ ଜଗନ୍ନାଥ ଦାସ ଲେଖିଛନ୍ତି ନମୟୀ ନୃସିଂହ ଚରଣ ଅନାଦି परम कारण ସିଏ ଅନାଦି ମତବାଦୀ ଭଗବାନ ସର୍ବଘଟବାସୀ ବୋଲି ବିଶ୍ୱାସ କରନ୍ତି हाँ ସେ ଆଗକୁ ଲେଖିଛନ୍ତି କଣ କାଷ୍ଟ ପାଷାଣ ତରୁ ତୃଣ ସକଳ ଘଟେ ନାରାୟଣ सकाळ घटे नारायण सकाळ घटे नारायण ମା କାଷ୍ଟ ପଥର ତରୁ ତୃଣ। ତୃଣ ସବୁ ଘଟରେ ନାରାୟଣ ଅଛନ୍ତି ଆମେ କେମିତି ଯଦି ସବୁ ଘଟରେ ଏ ତ ଗୋଟେ ଗୋଟେ କଥା କଲା ବେଳକୁ ଏ ତ ସମୟ ପଳେଇ ଯିବ କଣ କରିବି ସାରିକି तथा भी टिके टिके सोचे दियो ନା ସାରିକି ପଳେଇଲେ ପୁଣି ସିଏ ଗୋଟେ ବାଟ ଫିଟିଯିବ କାଷ୍ଟ ପାଷାଣ ସାରିକି ପଳେଇଲେ ସମୟ ପଳେଇବ ଏ ଆଲୋଚନାରେ ପାଲା ସରିଯିବ 4 ଘଣ୍ଟା ଆଜ୍ଞା ମୋତେ ଟପିକ୍ ନେବାକୁ ପଡ଼ିବ ମୋ ମା ମାନଙ୍କ ପାଇଁ କାଲି ମୁଁ କହିଛି ଦ୍ୱିତୀୟ ପର୍ଯ୍ୟାୟରେ କାଲି ଦ୍ୱିତୀୟ ପର୍ଯ୍ୟାୟରେ ମୁଁ ଟପିକ୍ କରିନି ତେଣୁ ଆଜି ମୋତେ କରିବାକୁ ପଡ଼ିବ हाँ କାଷ୍ଟ ପାଷାଣ ତରୁ ତୃଣ हाँ ସବୁ ଘଟରେ ନାରାୟଣ ଅଛନ୍ତି ବୋଲି ଆପଣମାନଙ୍କର ଜଗନ୍ନାଥ ଦାସଙ୍କର ମତ मत ଆପଣଙ୍କ ଦେହରେ ନାରାୟଣ ଅଛନ୍ତି ମୋ ଦେହରେ ନାରାୟଣ ଅଛନ୍ତି हाँ ଜଗତଗୁରୁ ଅଭିରାମ ପରମହଂସ कौन कहले ପରିଷ୍କାର କଲେ ସବୁ ଘଟରେ ନାରାୟଣ ଅଛନ୍ତି ସୁନ୍ଦର ଭାବରେ ସେ ପରିଷ୍କାର କରିଛନ୍ତି ସବୁ ଘଟରେ? ଜଗତଗୁରୁ ଅଭିରାମ ପରମହଂସ ଆରେ ସେ ବାଃ। କଣ କହିଲେ कौन ଏ ଦେହେ ଜଗନ୍ନାଥ ଅଛି मिछारे प्रतिमा पूजुछे मिछारे प्रतिमा पूजुछे मिछारे प्रतिमा पूजुछे ପରିଷ୍କାର କଲେ ଆପଣ ମାନଙ୍କର ଜଗତଗୁରୁ ଅଭିରାମ ପରମହଂସ କହିଲେ ଏ ଦେହେ ଜଗନ୍ନାଥ ଅଛି अच्छी ମିଛରେ ପ୍ରତିମା ପୂଜା पूजुछे ସବୁ ଘଟରେ ଭଗବାନ ଅଛନ୍ତି ଆମେ କାଲି ଜଗତଗୁରୁ ହେଇଛନ୍ତି ବୋଲି ଉପାଧି ପାଇଛନ୍ତି ଅଭିରାମ ପରମହଂସ ସେ କହିଦେଲେ ଆମେ ବିଶ୍ୱାସ କରିଯିବା ନା ଏ ଦେହରେ ଜଗନ୍ନାଥ ଅଛନ୍ତି ସେ ବି ଆଉ ଗୋଟେ ପଦରେ ସମ୍ପୂର୍ଣ୍ଣ ପରିଷ୍କାର କଲେ कौन कौन କ୍ଲିୟର କରିଦେଲେ କହୁଥିଲେ ଯେ ଜଗନ୍ନାଥ ଏ ଦେହରେ ଅଛନ୍ତି କେମିତି? ଆଉ ସଂସାରରେ କୌଣସି ବ୍ୟକ୍ତି କୌଣସି ପଣ୍ଡିତ ଫାଙ୍କି ପାରିବେ ନାଇଁ ସେ ଜଗନ୍ନାଥ- ପଦଟିକି ପଢିଲା ପରେ हाँ ସଂସାରରେ ଏମିତି କୌଣସି ବ୍ୟକ୍ତି ନାହିଁ अरे ଯାହାକୁ ଫାଙ୍କି ପାରିବେ हाँ हाँ କଣ ସେ ପଦଟି कौन ଯେବେ ଛାଡ଼ନ୍ତେ ଜଗନ୍ନାଥ ତୁମେ किपरि बति धन तुम्हें किपरि बति धन तुम्हें किपरि बति धन ମୁଁ ସର୍ଟ ସର୍ଟ କହି ଦଉଛି ଯେବେ ଛାଡ଼ନ୍ତେ ଜଗନ୍ନାଥ ତୁମେ କିପରି ବଞ୍ଚିଥାନ୍ତ ଆଉ ଗୋଟେ ପଦ ଲେଖିଛନ୍ତି ବୃନ୍ଦାବନରୁ ଏକ ପଦ
ନ ଯାଇଛନ୍ତି ବୃନ୍ଦାବନ। ଇଏ ପ୍ରତ୍ୟେକ ଶରୀର ହଉଛି ବୃନ୍ଦାବନ। ଇଏ ବାଟରେ ଗଲେ ଗୋଟେ ରାତି ପାଲା। ବୃନ୍ଦାବନ ଧାମ ଆପଣଙ୍କର ଉତ୍ତରପ୍ରଦେଶ ଯାହା ଅଛି, ଶ୍ରୀକ୍ଷେତ୍ର ଓଡ଼ିଶାର ବୃନ୍ଦାବନ ସେଇଆ ଅଛି, ଆଉ ଏ ମଣିଷ ଶରୀର ବୃନ୍ଦାବନରେ ସେଇଆ ଅଛି। ତେଣୁ ବୃନ୍ଦାବନରୁ ଏକ ପାଦ ନ ଯାଇଛନ୍ତି ବୃନ୍ଦାବନ। ଏ ଶରୀର ହଉଛି ବୃନ୍ଦାବନ। ଏ ଶରୀର ରୂପୀ ବୃନ୍ଦାବନରୁ ଆମର ଆମ ଶାସ୍ତ୍ର, ଆଚ୍ଛା ଆମ ସନାତନ ହିନ୍ଦୁ ଧର୍ମୀୟ ମାନଙ୍କର ବିଶ୍ୱାସ, ହଁ ଜୀବନ କାଳ ଭିତରେ ଆଚ୍ଛା ଆଚ୍ଛା ଥରୁଟିଏ ବୃନ୍ଦାବନ ମାଟି ମାଡ଼ିବା। ସାରେ, ତମେ ପରା କୋଉଠି ବୃନ୍ଦାବନ ଯାଇଥିଲ? ହଁ ବୃନ୍ଦାବନ ମୁଁ ଯାଇଛି। ମୁଁ ରହିଛି 5 ଦିନ ବୃନ୍ଦାବନରେ। ସତରେ ହଁ। ଇଚ୍ଛା ହଉଛି ତମ ଝିଅଟା ଟିକେ ଘଷି ହେଇଯିବ। ସତରେ ସତ୍ୟ। ଯଦି ମୋ ଦେହ ମୋ ବୃନ୍ଦାବନ, ମୁଁ ତ ନିଜେ ଭାବୁଛି ମୋର ମନର ଚିନ୍ତାଧାରା, ବୃନ୍ଦାବନ ମାଟି ମାଡ଼ିଛି, ମୁଁ ପବିତ୍ର। ମୁଁ କାହିଁକି ଅପବିତ୍ର ବୋଲି ଭାବି ମୋ ପାଦ ବୃନ୍ଦାବନ ମାଟି ମାଡ଼ିଛି, ଆପଣ କି ମୋ ମୁଣ୍ଡ ସାର୍ଥକ- ବୃନ୍ଦାବନ ମାଟିରେ। ସାର୍ ମୁଁ ଯେତେବେଳେ ଯାଇଛି ବାଙ୍କ ବିହାରୀ ବୃନ୍ଦାବନର ଠାକୁର ଯୋଉ ଭଗବାନ ବିଶ୍ୱ ଚିନ୍ତାମଣି ହଁ ବାଙ୍କ ବିହାରୀ, ସେଠି ତାଙ୍କର କ'ଣ ହଉଛି ନା ପ୍ରତି 1 ମିନିଟ୍ କି 1.5 ମିନିଟ୍ ଭିତରେ ତାଙ୍କର ପହର ପଡ଼ିବ। ସେ ଯୋଉ ଆଗରେ ଯୋଉ କପଡ଼ାଟି ଥିବ ଟାଣିଦେବେ। କାହିଁକି ସାର୍? ଲୋକ ଏତେ ଜାମେ ଦର୍ଶନ ପାଇଁ, ମାନେ ଦଳା ଚକଟା ପରିସ୍ଥିତି। ସେ ତା ଭିତରେ ଭାଇନା କ'ଣ କରିବେ ନା ସେ ସିନ୍ଟାକୁ ଟାଣିଦେବେ ଆଉ ପୁଣି 1 ମିନିଟ୍ ଯିବ ଖୋଲିଦେବେ, ପୁଣି ଦର୍ଶନ, ପୁଣି ଲୋକ ଜାମ୍ ହେଲା ବେଳକୁ ପୁଣି ବନ୍ଦ। 1-20 ମିନିଟ୍ରୁ ଅଧିକା ସେ ରଖୁନାହାନ୍ତି, ବନ୍ଦ କରିଦେଉଛନ୍ତି। ମୁଁ କିଛି ସମୟ ବସିଲି, ଭାଇନାଙ୍କୁ ପଚାରିଲି, 5 ଦିନ ଥିଲି। ମୁଁ କହିଲି ଭାଇନା, ଆମର ଯେତେ ମନ୍ଦିର ଗୋଟେ ସମୟ ନିର୍ଦ୍ଧାରଣ ଅଛି। ହଁ ମୋ ମା ଏଇ ସମୟରେ ପହଡ଼ ପଡ଼ିବ, ତା ପୂର୍ବରୁ ଖୋଲା, ସମସ୍ତେ ଦର୍ଶନ କରିବେ। ହଁ କିନ୍ତୁ ଆପଣଙ୍କ ବୃନ୍ଦାବନ ଧାମରେ ବାଙ୍କ ବିହାରୀଙ୍କର ଏଇ କଥା ଆମେ ବୁଝିପାରୁନୁ। ଆପଣ ଜାଣୁଛନ୍ତି ଏତେ ଲୋକ ସମାଗମ ଦର୍ଶନ କରିବେ, କ'ଣ 2 ମିନିଟ୍ କି ମିନିଟ୍ ଯାଇନି ତାକୁ ପହଡ଼ ପକେଇ ଦେଉଛନ୍ତି, ପୁଣି ଖୋଲି ଦେଉଛନ୍ତି। ଆରେ ନା ଆଜ୍ଞା ଗୋଟେ କଥା କହିବି, ମୁଁ କହିଲି କ'ଣ ନା, ଇଏ ହେଉଛନ୍ତି ଭାବର ଠାକୁର। ଭାବ ଭାବ। ଥରେ ସାକ୍ଷୀ ଦେବା ପାଇଁ ସାକ୍ଷୀ ଗୋପାଳ ପଳେଇ ଯାଇଥିଲେ, ହଁ ସାକ୍ଷୀ ଦେବା ପାଇଁ। ତେଣୁ ଇଏ ଭାବର ଠାକୁର କେତେ କୁଆଡ଼ୁ ଭକ୍ତ ଆସୁଛନ୍ତି, ଆମେ କାହାକୁ ଚିହ୍ନିଛୁ? ଓଡ଼ିଶାରୁ ଆସୁଛନ୍ତି, ୱେଷ୍ଟ ବେଙ୍ଗଲରୁ ଆସୁଛନ୍ତି, ଆସାମରୁ ଆସୁଛନ୍ତି, ରାଜସ୍ଥାନରୁ ଆସୁଛନ୍ତି, କେତେ କୁଆଡ଼ୁ ଆସୁଛନ୍ତି। ଆଖି କି ଆଖି ଆମେ ମିଶେଇ ଦଉନୁ, ତା ଭିତରେ କିଏ ଗୋଟେ ଭକ୍ତ ଥିବ, କିଏ ଜାଣିଛି ଇଏ ଆଙ୍କ ଭିତରେ ଭକ୍ତ ନଥିବେ ବୋଲି। ହଁ ଯଦି ସେ ଭକ୍ତ ଜଣକୁ କାନ୍ଦି ପକେଇବ, ମୁଁ ଆଉ ଏତେ ବାଟ ଆସିବେନି ପ୍ରଭୁ। କାନ୍ଦିକି ଖାଲି ଲୁହ ଗଡ଼େଇ ଦେବ, ଇଏ ତ ଭାବର ଠାକୁର, ତା ପଛରେ ପଳେଇବେ। କୋଉ ଓଡ଼ିଶା ବାସରୁ କିଏ ଆସିଥିବ, ଓଡ଼ିଶାରେ ବାଙ୍କ ବିହାରୀ, କିଏ ଆନ୍ଧ୍ରରୁ ଆସିଥିବ, ଆନ୍ଧ୍ରରେ ବାଙ୍କ ବିହାରୀ, ଆଉ ଆମର ଏଠି କିଛି ନାହିଁ। ଆମ ବୃନ୍ଦାବନକୁ କେହି ପଚାରିବେନି। ଏ କଥାଟା ମୋର ହୃଦୟବୋଧ ହେଲା, ସତ୍ୟ ଆଜ୍ଞା। ସେ ବୃନ୍ଦାବନ ଧାମ, ଜଣେ 24 ବର୍ଷର ଯୁବକ ବାବା, ତାଙ୍କ ସାନ୍ନିଧ୍ୟ ସେ ବସା ଘରେ ଆମର ପ୍ରତ୍ୟେକ ଦିନ ଆସିବେ, ତାଙ୍କ ସହିତ ଆଲୋଚନା ହୁଏ। ସେ କହିଲେ ଆପଣ କୋଟିଏ ପୁଣ୍ୟ ଅର୍ଜନ କଲେ, ବୃନ୍ଦାବନ ଯିବେ ବୋଲି ଭାବିବେ, ହଁ ବୃନ୍ଦାବନ ମାଟିରେ ପହଞ୍ଚି ସାରିଛନ୍ତି। ଆପଣ ବିଚାର କରନ୍ତୁ କେତେ ପୁଣ୍ୟ ଅର୍ଜନ କରିଛନ୍ତି, ମାନେ କେତେ କଥା। ଥରେ ସେ କହୁ କହୁ ସମୟ ଦିନରୁ କହୁଛନ୍ତି ରାତି ହେଇଗଲାଣି ଜଣା ପଡୁନି। 24 ବର୍ଷର ଯୁବକ ବାବା ଜଣେ, ମାନେ ଏତେ କହିଲେ ବୃନ୍ଦାବନ ମାଟିରେ ରହିବା ପାଇଁ ହେଲେ ମୁଁ 6 ମାସ ଭିକ ମାଗିଛି, ସେ ରହିବେ ବୋଲି। 6 ମାସ ଭିକ୍ଷା ମାଗିକି ଜୀବନ ବଞ୍ଚିବେ। ସେ 6 ମାସ ସକାଳୁ ଗିରି ଗୋବର୍ଦ୍ଧନ ପ୍ରଦକ୍ଷିଣ କରିବାକୁ ବାଧ୍ୟ, ତାହେଲେ ବୃନ୍ଦାବନରେ ଜାଗା ମିଳିବ। 6 ମାସ ଭିକ୍ଷା ମାଗିବେ, ଗିରି ଗୋବର୍ଦ୍ଧନ 6 ମାସ ପ୍ରଦକ୍ଷିଣ କରିବେ, ତାପରେ ବୃନ୍ଦାବନରେ ରହିବା ପାଇଁ ତମକୁ ଅନୁମତି ମିଳିବ। ସେ ବାବା କହିଲେ ମତେ ମିଳିଛି। ତେଣୁ ହେ ମୋର ସଜନ ସାରିକି ଯାଉନି, ଇଏ ଦେହ ହଉଛି ବୃନ୍ଦାବନ, ଏ ଦେହ ବୃନ୍ଦାବନରୁ ଜଗନ୍ନାଥ ଗୋଟିଏ ପାହୁଣ୍ଡ ଯାଇନାହାନ୍ତି। ତାହେଲେ ସେ ପରିଷ୍କାର କଲେ, ଯଦି ଆମେ କହିବା ଏ ଦେହରେ ଜଗନ୍ନାଥ ନାହାନ୍ତି, ଭଗବାନ ନାହାନ୍ତି, ବ୍ରହ୍ମ ନାହାନ୍ତି, ତାହେଲେ ଭୁଲ ହେଇଯିବ। କାହିଁକି ନା ଆମେ ନାହିଁ, ଯଦି ସିଏ ନାହାନ୍ତି ଆମେ ନାହିଁ, ଯଦି ସିଏ ଅଛନ୍ତି ଆମେ ଅଛେ। ଏ ଦେହେ ଜଗନ୍ନାଥ ଅଛି ମିଛରେ ଯେବେ ଛାଡ଼ନ୍ତେ ଜଗନ୍ନାଥ, ଯେବେ ଏ ଘଟ ବୃନ୍ଦାବନକୁ ଛାଡ଼ିକି ଜଗନ୍ନାଥ ପଳେଇବେ, ତାହେଲେ ଆମେ ରହିପାରିବା ନାହିଁ। ଜୀବନର ସାୟାନରେ ବୁଢ଼ା ଯେତେବେଳେ ପଡୁଛି, ସମସ୍ତେ ଦେଖିବାକୁ ଯାଉଛନ୍ତି, ସମସ୍ତେ କହିବେ କଣ କହିବେ, ଆମେ ବୁଢ଼ା ଆଉ ନୁହଁ, ଆମେ ପଳେଇ ଆସିଲୁ। କିଛି ସମୟ ପରେ ଖବର ଆସିବ ବୁଢ଼ା ଚାଲିଗଲେ, ବୁଢ଼ା ହରି ଛାଡ଼ିଗଲେ, ବୁଢ଼ା ଦେହରୁ ହରି ଛାଡ଼ିଗଲେ। ତାହେଲେ ହରି ଗଲେ ମାନେ ବୁଢ଼ା ଗଲା।
ନାଇଁ ହଁ ତାହେଲେ ଏ ପ୍ରତ୍ୟେକ ଘଟରେ ଭଗବାନ ଅଛନ୍ତି ବୋଲି ଆପଣ ମାନଙ୍କର ପରିଷ୍କାର କଲେ। ଆପଣ ମାନଙ୍କର ଜଗତ ଗୁରୁ ଅଭିରାମ ପରମହଂସ କିଏ ସଂସାରରେ ଫାଙ୍କିବ? ସିଏ ଅଛନ୍ତି, ଆମେ ଅଛେ। ଯୋଉଦିନ ଯିବା ଏକୋଇ ଜଗନ୍ନାଥ ଦାସ ଏକୋଇ ବୃକ୍ଷେ ପକ୍ଷୀ ଦୁଇ ବସନ୍ତି ଏ ଗୋଟିଏ ବୃକ୍ଷ, ଏ ହଉଛି ବୃକ୍ଷ। ଏ ବୃକ୍ଷରେ ଦିଟା ପକ୍ଷୀ, ଜୀବ ଆଉ ପରମ। ପରମ ଭଗବାନ, ଜୀବ ହଉଛି ଆମେ। ନାଇଁ ଜୀବ ପରମ ଏ ଘଟରେ ଅଛନ୍ତି। ଏ ଘଟରେ ଯୋଉ ଦିନ ଯିବେ ସାଥୀ ହେଇକି ଯିବେ। ଓଲଟ ବୃକ୍ଷେ ଖେଳୁଛି ଆରେ ଲୁଟଣି ପାରା ଓଲଟ ବୃକ୍ଷେ ଖେଳୁଛି ଓଠା କାଠି ପିଞ୍ଜରରେ ଓଠା କାଠି ପିଞ୍ଜରରେ ନପରେ ଧରା ଓଲଟ ବୃକ୍ଷେ ଖେଳୁଛି ଲୁଟଣି ପାରା ଓଲଟ ବୃକ୍ଷେ ଖେଳୁଛି ପାରା ଯେବେ ଯିବ ବୃକ୍ଷ ପଡ଼ିବ ଉପରେ ପାରା ଯେବେ ଯିବ ବୃକ୍ଷ ପଡ଼ିବ ଉପରେ କାଠି ପିଞ୍ଜରୀରେ ନପରେ ଧରା ଓଲଟ ବୃକ୍ଷେ ଖେଳୁଛି ଲୁଟଣି ପାରା ଓଲଟ ବୃକ୍ଷେ ଖେଳୁଛି ଆଜିକି ଏଇ ପର୍ଯ୍ୟନ୍ତ ଯିବା। ତାହେଲେ ଓଲଟ ବୃକ୍ଷେ ଖେଳୁଛି ଲୁଟଣି ପାରା ଓଠା କାଠି ପିଞ୍ଜରୀରେ ନପରେ ଧରା ପାରା ଯେବେ ଯିବ ଉଡ଼ି ବୃକ୍ଷ ପଡ଼ିବ ଉପୁଡ଼ି ସିଏ ଯୋଉ ଦିନ ଯିବ ଏ ବୃକ୍ଷ ଉପୁଡ଼ି ସେ ପାର ଲକ୍ଷେ ଯୋଜନ ଉଡ଼ଇ ସେ ପାରର ଡେଣା ନାହିଁ ଲକ୍ଷେ ଯୋଜନ ଉଡ଼ଇ ଆଜ୍ଞା ঠিক আছে ঠিক আছে ତେଣୁ ଆଉ ସାରିକି ଯାଉନା। ତାହେଲେ ଜଗନ୍ନାଥ ଅଛନ୍ତି ବୋଲି ଆମ ସମସ୍ତଙ୍କର ବିଶ୍ୱାସ। ଜଗନ୍ନାଥ ଦାସ କହିଲେ କାଷ୍ଟ ପାଷାଣ ତରୁ ତୃଣ ସକଳ ଘଟେ ନାରାୟଣ ନାରାୟଣ। କାଷ୍ଟ ପାଷାଣ ସବୁଥିରେ ଭଗବାନ ଅଛନ୍ତି। ତାହେଲେ ବ୍ରହ୍ମ ସର୍ବ ଘଟ ବାସୀ। ଯଦି ବ୍ରହ୍ମ ସର୍ବ ଘଟ ବାସୀ ଅନାଦି ମତବାଦୀ ଜଗନ୍ନାଥ ଦାସ ତାହେଲେ ସେ ପ୍ରଣାମ କରିଛନ୍ତି କାହାକୁ? କାହାକୁ କାହାକୁ? ନୃସିଂହ ଠାକୁରକୁ ନୁହଁ। ଆଉ ପ୍ରଥମେ ପ୍ରଣାମ କରିଛନ୍ତି କିଏ? ସେ ନା ନର ମାନଙ୍କ ଉପରେ ଯିଏ ସିଂହ। ସିଂହ ନର ବୋଇଲେ ମଣିଷ। ମଣିଷ ମାନଙ୍କ ଉପରେ ଯିଏ ସିଂହ ସେ ହଉଛି ନରସିଂହ। ନରସିଂହ ତାହେଲେ ମଣିଷ ମାନଙ୍କ ଉପରେ ସିଂହ କିଏ? ଯେମିତି ଜଙ୍ଗଲରେ ସବୁ ପଶୁ ମାନଙ୍କ ଉପରେ ଦମନ କରିପାରିବାର ଶକ୍ତି ପଶୁରାଜ ସିଂହ ଥିବାରୁ ସିଂହର ଥିବାରୁ ସେ ରାଜା ପଶୁରାଜ ସିଂହ। ସିଂହ ସବୁ ପଶୁକୁ ଦମନ କରିପାରିବାର ଶକ୍ତି ତାର ଅଛି। ହାତୀ ହଉ ବାଘ ହଉ ତା ଆଗରେ ସମସ୍ତେ ଛୋଟ। କାହାକୁ ସେ ଗଣିବନି ଏତେ ବଳବାନ। କାହିଁକି? କାହିଁକି ସିଂହ ବଳବାନ? ସିଂହ ଗମନ ସଜନ ବଚନ କଦଳୀ ଫଳେ ଏକ ବାର କବିର କହିଲେ ସିଂହ ଗମନ ସିଂହ ଥରୁଟିଏ ଯିବ ସ୍ତ୍ରୀ ସଙ୍ଗମ କରିବ। ସେଇଥିପାଇଁ ସେ ବଳଶାଳୀ। ସ୍ତ୍ରୀ ସଙ୍ଗମ ଥରୁଟିଏ। ପ୍ରତ୍ୟେକ ପଶୁ ମାନଙ୍କର ଋତୁ ଅଛି। ଏଇ ସମୟ ଆସିଲେ ସିଜିନ ଆସିଲେ ସେମାନେ ସ୍ତ୍ରୀ ସହବାସ କରିବେ। କିନ୍ତୁ ଆମ ମଣିଷ ମାନଙ୍କର ସେ ଆଉ କଥା ନାହିଁ। ଆମେ ବଳହୀନ ସେଇଥିପାଇଁ। ସ୍ତ୍ରୀ ନାରୀ ସ୍ତ୍ରୀ ସଙ୍ଗମ ଋତୁ ମତେ କେବଳ କାହିଁକି? ବଏଲର କୁକୁଡ଼ା ଏତେ ହିଟେଡ ଏତେ ଗରମ ଯେ ସେ 60 ଥର ସହବାସ କରେ। ଯଦି ବଏଲର କୁକୁଡ଼ା ଆମେ ଖାଇବା ତାହେଲେ ଆପଣ ମାନେ ବିଚାର କରନ୍ତୁ ଆମ ଅବସ୍ଥା କଣ ହବ। ତାହେଲେ ଆମର ଦିନ ନାହିଁ ରାତି ନାହିଁ କାଳ ନାହିଁ କିଛି ନାହିଁ। ଗରମ ହେଇକିରି ଚୁଟି ଆମର ପାଚି ଗଲା। ବସ ତୁ ପାଟିରେ ବସ। ତୁ ଏ ସମୟରେ କିଛି ଉଠୁନା। ମୁଁ ଖାଲି କଥା 2-4 ପଦ କହିବି ବହି ଆରମ୍ଭ କରି। ତେଣୁ ସେ ପଦଟିକି ପରିଷ୍କାର କଲା ପରେ ଆମେ ବୁଝେଇ ସାରିଲା ପରେ ଆମେ ଉପରକୁ ମୁଁ ଆଉ ସାରିକି ଯାଉନି।
कहीं ना आमे जदि प्रत्येक मनीष ए, हे। स्त्री संगम ऋतु मते केवल पुत्र जन्म अर्थे ठीक पुत्र पाई नारी संगम करा जाए स्त्री संगम आमे कई देखुचे ना ये पशु ठारू मनीष मध्य हीन हेई गला हमर दिन नाही राति नाही ये छाड़ से कथा मो साड़ी के जीवा तेणु आमे भल छुआ कोठु पाइबा छाड़ी दियो ताहले मु साड़ी के जाउनी कथा अछि कोठी नर मानंक ऊपर जी सिंह सिंह ताले नर मानंक ऊपर किए सिंह ना ए राउत आज्ञा आज्ञा तो देहरे पशु अछि पशु मुझे अच्छी हैं कोउडी आ भितर बेले बेले आमे कहूनु ये राउतटा मनीष ना पशुटा हाँ सेमिति कहूचे कहउछन ना हाँ। बाबाजी तो देहरे पशु अछि पशु 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 मो देहरे पशु अछि आम समस्तिंको देहरे पशु अछि हाँ। आमे बेले बेले से पशु प्रवृत्ति जतबेले आसे आमे कहेटा मनीष ना पशु हाँ हाँ ताले पशु प्रवृत्ति कौन कौन संस्कृत काव्यकर्ता कहती कौन कहे? पशु प्रवृत्ति कौन कौन? रामा मोहित कोलोका कया हंसाम भम तेजंती जे एरा साधु वैष्णव आज्ञा बुझी होची ना नाही रामा मोहित कोलोका गैया हंसाम एते तेजंती जे नरा ते नरा साधु वैष्णव ताहले ये पशु प्रवृत्ति कौन कौन छिड़ा प्रथम धारीर हाँ प्रथम अक्षर सहित हाँ द्वितीय धारीर बे प्रथम अक्षर को मिसा मिसाउची देखिया कौन हैला कौन प्रथम धारीर प्रथम अक्षर रा रा द्वितीय धारीर प्रथम अक्षर ग हाँ कौन हैला राग राग होउची गोटे पशु प्रवृत्ति मनीष जेतबेले अत्यधिक रागी हो जाए हाँ तार भल मंद विचार करि पारेनी मो मां ना ना से बापा को भी मारी दब मारी दबो तो भाई की भी मारी दब हाँ पुओ को भी मारी दब स्त्री की भी मारी दब तेणु भल मंद विचार करिवार शक्ति आसेनी गोटे पशु प्रवृत्ति पशु पशु ताले राग गोटे पशु प्रवृत्ति हाँ प्रथम धारीर द्वितीय अक्षर अच्छा कौन कौन मां द्वितीय धारीर द्वितीय अक्षर हाँ। या हाँ। माया होची पशु प्रवृत्ति माया लोभ होची पशु प्रवृत्ति प्रभुति काम होची पशु प्रवृत्ति हाँ ये सब होची पशु सब गोटे गोटे पशुर पशुर प्रभुति जेते बेले ये प्रवृत्ति उद्रेक हुए यदि लोभ उद्रेक हैला हाँ आमे आ किछि देखिबा ना विवेक घर छाड़ी की पळेइबो आउ? से जिनिसटा को उठे कि आमे चंपट मारिबा काम जदि उद्रेक होला काम शक्ति के आमे प्रतिहत करि पारलेनी ताले आमे किछि बारी परिबानी ना ना छोट बड़ पुओ किछि बारी परिबा ना ताले ये गोटे पशु प्रभु पशु पशु ये पशु प्रवृत्ति की जे दमन करि पारिछि हाँ जे अख्तियार रखि पारिछि अच्छा। से होछि नरसिंह नरसिंह ताले की रखिछंती ये से एते तेजंती जे जोररा ते नरा साधु वैष्णव वैष्णव जो माने एगुडा को तेजिया करिछंती हाँ से माने होचंती साधु वैष्णव एडे सुंदर कथा आपण मानकर जगन्नाथ दास कहि कहले मु भगवान को प्रणाम करूनी ना ये ग्रंथ लिखिबा पूर्वरु अच्छा मु से साधु वैष्णव साधु सन्यासी की प्रणाम करूनी प्रणाम करूछि जो माने ये भारतर मेरुदंड मेरुदंड जो साधु सन्यासी माने हाँ वस्त्र नाही हिमालयर बरफावृत रे अछंती खोला पेंडाल रे जड़े कहूतिले से आसिकी कहिले छाती फाटिला मरी गले हाँ हाँ ताकू बरफ हिमालय पर्वत रे रही गले आ आस पारलेनी भोक करूछि अच्छा अच्छा साधुंकर दर्शन मिलिला गोटे हिमालय रे हाँ कहले आज्ञा मते भोक करूछि मु चाली पारुनी मु चाली पारुनी कौन करिबी कोन करिवे प्रबल भोक कहले केते केमिति ना मु रही गली आज्ञा 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 ते नरा साधु वैष्णव से बाबा साधु कहिले बाबा रे ये जो गछ देखा जाउछि गोटिए पत्र आनी गोटिए पत्र आनिके हेतु खंड कर हाँ खंडे खा से बाबा कथा शुणिले साधु कथा शुणिले खंडे से खाइले 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 ताकू टिके शांति लागिला भोक करूथिला निद हो गला भोक होतला पेट पूर्ण हो गला सोई पड़िले तापरे उठिला बेलकू खंडे खाइछंती खंडे अछि बाबा साधु आउ नाहंती खोजिले आउ पाइलेनी तापरे भोक तांकू आउ लागुने से पत्रर महत्व कोन अछि
তাহলে আপন মানে বিচার করন্তু ये साधु संथर देश ये भारत वर्ष ये समस्ते सरल जीवन उच्च चिंता तीर बाबाजी सरल जीवन उच्च चिंता तीर सरल जीवन उतने जागेरा भारत भूषण यही भारत भूषण यही भारत भूषण यही भारत प्राणे फूटे मोर में फूटे यही गभीर दर्शन यही गभीर दर्शन यही गभीर दर्शन यही गभीर दर्शन सरल जीवन ये भारतीयंकर जीवन होउछि सरल सरल जीवन उच्च चिंता चिंता होउछि उच्च उच्च चिंता चिर भारत भूषण प्राणे प्राणे मर्मे मर्मे फुटे गभीर दर्शन फुटे हाँ। गभीर दर्शन तेणु सरल जीवन उच्च चिंता आउ गभीर दर्शन ये भारतीयंकर साधु संतर देश ये भारत वर्ष परिशेष रे महामनीष मान कहिसंती मूल धर्म होउछि सनातन हिंदू धर्म ये समस्ते सनातन हिंदू धर्म को फेरिबे अनिवार्य सत्य सत्य मूल धर्म को समस्ते फेरिबे जेतेबेले चिकागो सहर रे अमेरिकार चिकागो सहर रे धर्म महासभा अनुष्ठित होतिला ता पूर्वरु केही जाई नथिले सनातन हिंदू धर्मीयर दायाद हिसाब रे ये धर्म को संसार रे प्रसारित करिबा पाई हाँ हाँ सेई वर्ष आपण मानक रामकृष्ण परमहंसंकर निर्देश रे स्वामी विवेकानंद जाइथिले अच्छा अच्छा नाली पगड़ी की नाली वस्त्र को परिधान करी बाबाजी बेश को हाँ मरेइथिले फॉरेन कंट्री रो चप्पल बूट बूट मरे की जाई पहुंचिले चिकागो शहर सेतेबेले नगण्य मने करूथिले भारत वर्ष को ये भारतर संस्कृति हाँ भारतर धर्म बेश। ए विषय रे समस्त अनभिज्ञ थिले अच्छा अच्छा भारतीय मानक पई कहले भारत रु की जणे ए वर्ष आसीछि हाँ हाँ धर्म महासभा को ये युवक टोकाटा ये अल्प वर्षर पिलाटे टोकाटे आसीछि सुंदरिया टोकाटे कोन बजे धर्म विषय को सी कौन कहबो कौन जानि केरे कहबो? केरे महारथी माने कहि चलिले कहा पई अध घंटा कहा पई 20 मिनिट भारतीय विवेकानंद को पई समय थिला जीरो तम पई समय नै गेली छिड़ाबा आसीबो तमे कोन छोट छुआटा कोन कहिबो कौन कहब कौन जानिଛ सेदिन चिकागो धर्म महासभा संबोधन करथिले मोर अमेरिकीय भाई और भौणी मान ए गोटिए पद कथा तरलई देइथिला सेदिन समग्र अमेरिकीय वासी को हाँ हाँ राउत आज्ञा भाई भौणी संपर्क सेदिन समस्ती के बांधी देइथिला आपण मानकर विवेकानंदर गोटिए पद भाषण रे ए जेसने भाई कथा आने भगे भौणी जेमिति बुझी पारे भौणीर मन कथा को भाई सेमिति बुझी पारे आम संस्कृति आम जगन्नाथ देश आम जगन्नाथ धाम पत्नी लक्ष्मी की छाड़ी भौणी की नहीं 9 दिन रथ यात्रा करुछंती भगवान जगन्नाथ जगन्नाथ ये भाई भौणीर देश भौणी की जेतिकी भल पाए भाई सेतिकी भल पाए वयस्क भाई थिले भी सब बेले कहे मो भौणीर दाम्पत्य सुख देखि सारिबा परे मु विवाह करिबि से होची भाई 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 जो घरे शास्त्रकार माने कहती
जो घरे भाई थिब से घर बोहू करिकी आनिब कहीं କାହିଁକି ସାର୍ भौणीर दायित्व बापा नहीं पारेनी झीर दायित्व भाई नब कहीं भाई से बयस उपनीत भौणी से बयस उपनीत केमिति भौणी को दायित्व संपन्न रखिब भाईर दायित्व तेणु भाईर मन कथा को भौणी जेमिति जाने मो भौणी वयस्का हेलानी प्राप्त वयस्का हो गलानी मो भौणी को मु आग विवाह कर सारे गोटे मुक्ति हो जीव मो चिंतारू मु जो दायित्व नौची से दायित्व बोध मो देहरु हटी जीव मु दाम्पत्य सुख पाइबी ए संपर्क भाई भौणीर देश जेस ने भाई कथा जाने भौणी पुत्र कथा जानी गर्भधारिणी पुअर मन कथा को माँ जानी पारे अमेरिका थिबा पुओ यदि एक्सीडेंट हैला गोड़ भांगी गला रात्रि रे सोईथिबा भारतीय माँ अमेरिका रे दिन थिला बेले भारत रे होची रात्रि अमेरिका रे ये भारतीय माँ शोईथिबो पुओ अमेरिका रे गोड़ भांगी गला माँ उठिबो बिली बिली हे कि चम्मिकी पहिला मो पुओर कोन ହେଲା ମୋ ପୁଅର फोन आसीबो जे पुओ बोलो मो गोड़ भांगी जाईछि कार माड़ होई गला ताले ये संस्कृति ये भारतीय संस्कृति यदि भविष्य रहिबा को चाहुचंती चलंतु समस्त जीवा युक्तराष्ट्र अमेरिका सोवियत रूस जने दार्शनिक कहिले यदि अतीत रहिबा को चाहुचंती चलंतु समस्त जीवा भारत वर्ष को यदि भविष्य रहिबा को चाहुचंती समस्त चल जीवा सोवियत रूस आउ वर्तमान रहिबा को चाहिए चलंतु समस्त जीवा युक्तराष्ट्र अमेरिका वर्तमान समग्र विश्व रे अमेरिका होची एमिति गोटे देश अमेरिका रे रहिबा पई विश्ववासी चाहंती एना डोनाल्ड ट्रंप तांकर राष्ट्रपति जो नागरिक जहार नाही नागरिकता हेनी ताकू सब काढ़ी दउछंती ये स्ट्राइक कलेनी आंदोलन कलेनी भंगा भंगी कलेनी जो माने नागरिकता पाई नाहंती कहना अमेरिका रे रहिबा को समस्त चाहंती वर्तमान अमेरिका होची श्रेष्ठ सोवियत रूस भविष्य पंथा निर्धारण करुछि भारतीय अतीत संस्कृति गरियान तेणु हे मोर सज्जन मंडली छाड़ी के जीवानी मोर कथा अच्छी ताले साधु सन्थ को प्रथमे प्रणाम करिसंती जगन्नाथ नृसिंह होउछंती साधु साधु नमयी नृसिंह चरण अनादि परम कारण ताले ब्रह्म सर्व घट बासी ये गोटिए भूल द्वितीय भूल कौन प्रथमे नमयी क्रिया नमयी होची पद्यांश रे पद्यांश रे होची नम्र जगन्नाथ दास कहिले कहले मु एइति पई क्रिया को प्रथमे रखिली कर्ता नृसिंह को पछरे रखिली हुए तो आपण को चिंताहारे भूल हे पारे किंतु मु निर्दय मु चिंता करूची मो भारतीयवासी समस्ते तरंतु कौन नम्र समस्ते नम्रता आचरण करंतु यदि नम्रता नहीं जीवन रे ताले आपण उठी पारिबेनी मो माँ कुंतला कुमारी सावत नारी कवि कहती कौन कहिले छोट बड़ कविता रे कहले जदि तमे बड़ बोली कहीदल मोठू बड़ आउ केही नाहंती तमे आउ बढ़ी पारिबो नाही बढ़ी बढ़ी जेबे पूर्ण चंद्र पहरी हे बढ़ी बढ़ी जेबे पूर्ण चंद्र पहरी बढ़ी जेबे पूर्ण चंद्र पहरी बढ़ी बढ़ी जेबे पूर्ण चंद्र पहरी बढ़ी बढ़ी जेबे पूर्ण चंद्र पहरी आउ की पारी बपारी आगू की पारी बपारी फुटिला फूल के आउ तारे हे फुटिला फुलाची फुटिया उतारे फुटे सिना फूल कारी फुटे सिना फूल कारी कुंतला कुमारी सावत मो माँ आपण मान को भरी जने नारी कवि से कहले बढ़ी बढ़ी जेबे पूर्ण चंद्र परी आउ की पारिब बढ़ी बढ़ी ये अमावास्या दिन ठारू गोटिए गोटिए कला नहीं चंद्रमा वर्धित हेबे पूर्णिमा दिन बड़ हेबे तापरे आमे आउरी चाहिए आउरी बड़ हबो सेउठु छिड़ीबे जे बड़ बोली निजको कहि दियंती से छिड़ंती प्रमाण देले फुटिला फूल की फुटे आउ थरे फुटे सिना फूल कड़ी कढ़ हेतिबा फूलटा फुटिबो
କିନ୍ତୁ ଫୁଟି ଯାଇଥିବା ଫୁଲ ଆଉ ଫୁଟିବ ନା ଯିଏ ନିଜକୁ ବଡ ସଜେଇ ଦେଇଛି ସିଏ ଆଉ ବଡ ହେଇପାରିବ ନାହିଁ। ତେମେ ସବୁବେଳେ ନିଜକୁ ଛୋଟ କରି ଚାଲନ୍ତୁ ହଁ ହଁ ଦିନେ ବଡ ହେବେ ହେ ହେ ସଂସ୍କୃତ କାବ୍ୟକର୍ତ୍ତା କୁହନ୍ତି କହିଲେ ନମ୍ରନ୍ତି ଫଳିନ ବୃକ୍ଷ ନମ୍ରନ୍ତି ଗୁଣିନ କାଠଞ୍ଚ ମୂର୍ଖଞ୍ଚ ଭଜ୍ୟତେ ନ ଜନମ୍ୟତେ ଶୁଖିଲା କାଠକୁ ଆମେ ନୁଆଇବା ନୁଇବ ଏ ଭାଙ୍ଗି ସେ ଭାଙ୍ଗି ଯିବ ତେଣୁ ମୂର୍ଖଙ୍କର ସ୍ୱଭାବ ସେ ଭାଙ୍ଗି ଯିବେ ପଛେ ନଇବେନି କିନ୍ତୁ ନମ୍ରତା ଶୋଭା ପାଏ କାହା ପାଖରେ ନମ୍ରନ୍ତି ଗୁଣିନ ଜନା ଗୁଣଗାହୀ ବ୍ୟକ୍ତି ସବୁ ଜାଣିଥିବେ ସତିକେ କିଛି ଜାଣି ନାହାନ୍ତି ଇଏ ହଜାରେ ଶୁଣିବେ ଗୋଟିଏ ପଦ କହିବେ କହିବାକୁ କମ କରିବେ ପାଟି ଗୋଟିଏ ଦେଇଛନ୍ତି ଶୁଣିବାକୁ ଦିଟା କାନ ଦେଇଛନ୍ତି ଦେଖିବାକୁ ଦିଟା ଆଖି ଦେଇଛନ୍ତି ଶୁଙ୍ଘିବାକୁ ଦିଟା ନାସାରନ୍ଧ୍ର ଦେଇଛନ୍ତି ହଁ କିନ୍ତୁ କହିବାକୁ ଗୋଟିଏ ପାଟି ଦେଇଛନ୍ତି ତାର ତାତ୍ପର୍ଯ୍ୟ ଆପଣ ଦିଥର ଶୁଣନ୍ତୁ ଡବଲ ଶୁଣନ୍ତୁ ଡବଲ ଦେଖନ୍ତୁ ଡବଲ ଆଘ୍ରାଣ କରନ୍ତୁ କିନ୍ତୁ ଗୋଟିଏ କୁହନ୍ତୁ ଅଧିକା ଶୁଣନ୍ତୁ ଗୋଟିଏ କୁହନ୍ତୁ ହେଲେ ନମ୍ରନ୍ତି ନମ୍ର ହଉଛି ସମସ୍ତେ ଯଦି ନମ୍ରତା ଆଚରଣ କରିବା କେଡ଼େ କେଡ଼େ ଦେବତା ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆପଣ ମାନେ ଆମେ ଦେଖୁଛେ ସିରିଏଲରେ ବ୍ରହ୍ମା ଶିବକୁ ଦେଖିଲେ ମୁଣ୍ଡିଆ ଶିବ ବ୍ରହ୍ମାକୁ ଦେଖିଲେ ମୁଣ୍ଡିଆ ବିଷ୍ଣୁ ଶିବଙ୍କୁ ଦେଖିଲେ ମୁଣ୍ଡିଆ ଇଏ ସମସ୍ତେ ବଡ଼ ଶିବ କହୁଛନ୍ତି ମୋ ଆଖିରେ ଭଗବାନ ବିଷ୍ଣୁ ବଡ଼ ରାମ ଜନ୍ମ ହେଲେ ଶିବ ଦୌଡୁଛନ୍ତି ଦେଖିବାକୁ ହଁ ହଁ ଶିବ ନାରୀ ବେଶ ହେଇଗଲେ ଆଗ ଲେଡିଜ୍ ଫାଷ୍ଟ ନାରୀ ମାନେ ଆଗ ରାମକୁ ଦେଖିବେ ରାମ ଜନ୍ମ ହେଲେ ରାବଣକୁ ମାରିବେ ସବୁ ଲେଡିଜ୍ ଧାଡ଼ି ଚାଲିଛି ପଛରେ ପୁରୁଷ ଦର୍ଶନ କରିବେ ଶିବ ଧୈର୍ଯ୍ୟ ମୋ ପ୍ରଭୁଙ୍କୁ ଟିକେ ମୁଁ ଦେଖିବି ଇଏ ପାର୍ବତୀଙ୍କ ଶାଢ଼ୀ ପିନ୍ଧି ଯାଇକି ଲାଇନରେ ଛିଡ଼ା ହେଲେ କେତେବେଳେ ମୋ ପାଳି ପଡ଼ିବ କହିଲେ ପାର୍ବତୀ ପଛକୁ ଆସେ ମୁଁ ଟିକେ ଆଗ ଦେଖିବି ତାହେଲେ କେତେ ଭଲ ପାଆନ୍ତି ସମସ୍ତେ ସମସ୍ତଙ୍କୁ କେତେ ସମ୍ମାନ ସମସ୍ତେ ସମସ୍ତଙ୍କୁ ଦିଅନ୍ତି ସେ ସମ୍ମାନ ଦେଇ ଶିଖିନି ସେ ସମ୍ମାନ କେବେ ପାଇବନି ଆପଣ ସମ୍ମାନ ଦିଅନ୍ତୁ ସମ୍ମାନ ପାଇବେ ଆପଣ ଭକ୍ତି କରନ୍ତୁ ଭଗବାନଙ୍କୁ ପାଇବେ ଛାଡ଼ିକି ଯିବାନି ତାହେଲେ ଏବଂ ଭୂତ ତାହେଲେ ନମୟୀ ନମ୍ରତା ସମସ୍ତେ ନମ୍ରତା ଆଚରଣ କର ଭଗବାନ ବାବାଜୀ ଭାଇ ସାଧୁ ସନ୍ଥଙ୍କର ସେବା କରିବା ସାଧୁ ସନ୍ଥ ହଉଛନ୍ତି ପରିବର୍ତ୍ତନ କରିଦେବେ ବିଶ୍ୱକୁ ଏ ଭାରତୀୟ ସଂସ୍କୃତି ଦିନେ ପରିବର୍ତ୍ତନ ହବ ବିଶ୍ୱକୁ ଆଲୋକିତ କରିବ ଏବଂ ବହୁତ ସେଇ ଭଗବାନ ଶଙ୍କର ବିଶ୍ୱ ଚିନ୍ତାମଣି ସାଧୁ ସନ୍ଥ ବାବାଜୀ ଆଜିର ତୃତୀୟ ରଜନୀର ପ୍ରଥମ ପର୍ଯ୍ୟାୟରେ ଉପନୀତ ହୋଇ ମହାପ୍ରଭୁ ସତ୍ୟନାରାୟଣ ଆଜି ପ୍ରଥମ ପର୍ଯ୍ୟାୟରେ ମୋର ଉପସ୍ଥିତ ଦୂର ଦୂରାନ୍ତରୁ ଛୁଟି ଆସିଥିବା ଭଗବତ ରସ ପିପାସୁ ସଜ୍ଜନ ଆଉ ମାତୃକଳ୍ପା ଭଗ୍ନିକଳ୍ପା ପ୍ରଜ୍ଞାବାଦିନୀ ମୋର ମା ମାନଙ୍କର କୁନାକୁନି ପୁଅ ଝିଅମାନଙ୍କର ସମମର୍ମୀ ସମଧର୍ମୀ ଶୁଭବନ୍ଧୁମାନଙ୍କର ତଥା ଏ ଗ୍ରାମର ଅଡ଼ୋଶୀ ପଡ଼ୋଶୀ ଭାଇ ବନ୍ଧୁମାନଙ୍କର ସମସ୍ତଙ୍କର ଦୁଇ ଦଳ ସଙ୍ଗୀତାଚାର୍ଯ୍ୟଙ୍କର ସମସ୍ତଙ୍କର ଅରିଷ୍ଟକୁ ଦୂରୀଭୂତ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କ ମନରେ ଏ ଯେଉଁ ଭଗବାନଙ୍କ ପ୍ରତି जो प्रेम भावना सृष्टि करंतु समस्तंकर चलापथ कुसुमित करंतु सताई परमाय दंत बोल आनंद को बा हरि बोल भजन टे लगेइथलु कथा को हमर भारतीय संस्कृति जगतनाथ जगन्नाथ ओडिसा र मौडमणि तांको लागि आमे गर्वित विश्व दरबार रे कोठु नामे पुरी रु आसीछु अविभक्त पुरी जिला हमर थिला खोर्धा हे आइछु मु आ खोर्धा कहउनी ओते पछारिले मु कहउछु बाबा पुरी मो घर तेनु बेस बाबाजी धर धर पाल्टा धर टिके जगन्नाथ दामासी होली काली जगन्नाथ दामासी होली काली जगन्नाथ दामासी मो श्रीक्षेत्र परा एठी मूर्तियर वैकुंठ होली काली जगन्नाथ दामासी आउ जगन्नाथଙ୍କ भरा परा मूर्तियर अमृत जगन्नाथ दामासी ओ जीवन काल भितरे पुरी अमरा जापाटी रे बाजी नाही आउ बिचारिनु जगन्नाथ दामासी ये मणि सजन्म नेई पुरा तार सार्थक होई नाही आउ
ଆଉ ଶ୍ରୀମନ୍ଦିରର 22 ପାହାଚ ଯୋଉ ପାଦ ଚଢି ନାହିଁ ଇଏ କଳ୍ପ ବଟରେ ହାତ ମାରି ପୁରା ମୁଣ୍ଡ ଯେ ଲଗେଇ ନାହିଁ ଇ ମୁକ୍ତି ମଣ୍ଡପକୁ ଯାଇ ପୁରା ଟିକେ ମୁଣ୍ଡିଆ ଯେ ନ ମାରିଛି ଇଏ କୋଇଲି ବୈକୁଣ୍ଠ ପରେ ଯାଇ ପୁରା ଯିଏ ଦେଖି ନ ବସିଛି ଆଉ ଚାରି ଥର ପୁରା ତିଆରି କରି ସବୁ ଜଗତର ନାଥ ହରି ଆଉ ଧନ ପାଇଗଲେ ଉତ୍ତର ଦ୍ୱାରରେ ଯିବ ସିନା ଗଳି କରି ଉତ୍କଳ ମଉରାମଣି ଜଗନ୍ନାଥ ପତିତ ପାବନ ବାନା ଆଉ ଫର ଫର ହୋଇ ଡାକୁଅଛି ପୁରା ଭକତ ଏରିକି ଅନା ଇଏ ବଡ଼ ଧାନ ଧୂଳି ମୁଣ୍ଡରେ ବୋଳି ସେ ଜଗା ଦର୍ଶନ କରିନି ଆଉ ଗରୁଡ଼ କୁମ୍ଭକୁ କୁଣ୍ଢେଇ ଧରି ଯେ ଚକା ନୟନ ଦେଖିନି ସେଇ ବିଶ୍ୱ ଚିନ୍ତାମଣିଙ୍କ ପାଦରେ କରୁଅଛି ମୁହି ଅଳି ପୂଜା ଚୂଡ଼ାମଣି ଲଙ୍କା ମଣିଚ ମର୍ଦ୍ଦନ ଶାରଦ କଦଳୀ ଶୈବ କୁରୁ ବକ୍ତେ ମଙ୍ଗଳମ୍ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମ ସତ୍ୟନାରାୟଣ ମୋ କୁନି ଝିଅର ସର୍ବାରିଷ୍ଟ କର୍ଣ୍ଣ କରି ସତାଇ ପରମାଇ ଦିଅନ୍ତୁ ଚଲାପଥ କୁସୁମିତ କରି ଉତ୍ତରତର ଉନ୍ନତି କରି ବୁଦ୍ଧି ବିଦ୍ୟାରେ ପରିପୂର୍ଣ୍ଣ କରନ୍ତୁ ବୋଲେ ଆନନ୍ଦ ବାର ହରି ହରି ବୋଲ ଆଉ ଟିକେ ବଡ ହେଲେ ଆଉ ଟିକେ ଜୋର ଆସିବ ଗର୍ବ ଗୌରବରେ ମଣ୍ଡିତ ଆମେ ଏ ପୁରୀର ଆମ ଠାକୁର କୋଉଠୁ ଆସୁଛୁ କହିଦେଲେ ପୁରା ଧୋଇ ଦିଅନ୍ତି ପୟର ଇଏ ମୟୂର ଭଞ୍ଜ ଶିରୋମଣିପୁର ଯାଇଥିଲୁ ପାଲା କରି ଇଏ ପୁରୀ ଗାୟକ ଆସିଛନ୍ତି ବୋଲି ପଡ଼ିଗଲା ପରାହୁରି ଇଏ ପ୍ରତି ଦାଣ୍ଡ ଦୁଆର ଲିପା ଚିତା ପକା ଥିଲା ପ୍ରତି ଘରେ ଘରେ ଗୋଡ଼ ଧୋଇ ପୂଜା ବନ୍ଦାପନା କରାଗଲା ଧନ୍ୟ ସେ ଠାକୁର ଜଗତର ନାଥ ତାଙ୍କ ପାଦରେ ଶରଣ ଇଏ କୁସୁମ ଯୋଗୁ ଜଗନ୍ନାଥଙ୍କ ଯୋଗୁ ପଟ ନିସ୍ତାରୀର ଜାଣ ଯଦି ପୁରା କୁସୁମ ହୁଅନ୍ତି ଆମେ କଦଳୀ ଫାଟୁଙ୍ଗା ଆଉ ପୁରୀ ଏରିଆରୁ ଆସିଅଛୁ ଆମେ ପଶିଯାଏ ତାଙ୍କୁ ଆନନ୍ଦ ସାଗରେ ପୀର ଦରବାରେ ପୁଅ କରୁଅଛି ଅଳି ମାନେ ମୋର ଆନନ୍ଦ ମନରେ ଚାଳି ଦେବ ହୁଳହୁଳି ଭାଇମାନଙ୍କର ହରିବୋଲ କର ତାଳି ମିଶି ଯାଉଥିବ ଦରବାର ମୋର ସିନା ଉଛୁଳି ପଡ଼ିବ ଥରେ ହରିବୋଲ ହୁଳହୁଳି କର ତାଳି ଯେ ହୋଇବ ଜଗନ୍ନାଥ ଧାମ ସତରେ ଆଜ୍ଞା ଆମେ ଓଡ଼ିଶାରେ ଜଣେ ମହାମନୀଷୀ କହିଥିଲେ କେତେ ପୁଣ୍ୟ ଅର୍ଜନ କଲେ ଓଡ଼ିଶାରେ ଜନ୍ମଗ୍ରହଣ କରିବେ ତା କହିହେବନି ଓଡ଼ିଶା ମାଟିରେ ଜନ୍ମଗ୍ରହଣ କରିବା କେତେ ପୁଣ୍ୟର କଥା ଆମେମାନେ ଗର୍ବିତ ଆମେ ଓଡ଼ିଶା ମାଟିର ଛୁଆ ଓଡ଼ିଶାରେ ଜନ୍ମଗ୍ରହଣ କରୁଛେ ଯୋଉଠି ଦେବଲୀଳା ଭୂମି ଦେବତାମାନଙ୍କ ଲୀଳାଭୂମି ଉତ୍କଳ ଚଣ୍ଡାଶୁକ କହିଥିଲେ ଦେବଲୀଳା ଭୂମି ଏ ଉତ୍କଳ ଭୂମି ଜିଣିବି ଗଲେ ମୋ ଜୀବନ ଯାଉ ବିଶ୍ୱର ସର୍ବଶ୍ରେଷ୍ଠ ଯୋଦ୍ଧା
चंडाशोक सर्व राज्य जय जय करी आसिला परे उत्कल माटी रे पहुंचले कहले आज्ञा एठे जय करी हबन ना काहेकि ना देखुछ दूर को चंडाशोक देखिले हुत हुत हे अग्नि जळुछि कहले ए माटी रे प्रवेश करी हबनी ए देवता मान को लीला भूमि हाँ हाँ ना जिणीबी गले मो जीवन जाऊ मो जीवन पछे पळैबा मु उत्कल माटी जिणीबी जिणी पाइले उत्कल धौली पाड़ की मंत्र फुंकिला चंडाशोक धर्माशोक हो गले तले सज्जन ये माटी वंदनीय ए माटी रो छुआ विश्व वंदित देवता आइए धर पाली टिके सूची अग्रे में दीनी जुधिए देवी घोटिला धरा ग्रासिला पुरती गुरु पांडवंकर समर कौन है रहता रे ता बहु कोई थला ए पानी मागो जे तमे ता गोरटे अरे कोन हला कि रे अरे पानी ना ना हम के को जगह रे पानी पसिबो अरे डायबिटीज ए तळाडे पसिबो पानी मुए रे बाबा ब्लड प्रेशर और डायबिटीज कोन हला ताको देखो रे रुत्या रे रुत्या ओहो जा हौ रे माउसी पो भाई रे जितु जितु रे मत धरिगिरी उठाइलु धरिगिरी उठा भारी कष्ट अरे राउत है जाऊ राउत भाई भाई माउसी पो भाई राउत आज्ञा
ଆଜ୍ଞା ଆଜ୍ଞା ଇଏ ତାନ ମାନରେ ବେହୋସ ହେଇଗଲୁ ମୋ ଦେହ ଭଲ ରହିଲାନି ସାର୍ ହଁ ମୁଁ ଯାହା ହଉ ମାଉସୀ ମୋ ଭାଇ ଜିତୁ ଥାଉ ଥାଉ ହଁ ଯଦି ଥିବାରୁ ମୋ ଜୀବନଟା ବଞ୍ଚିଗଲା ଆରେ ପାଣି ତ ସିଏ ପିଇଲା ହଁ ତୋ ଜୀବନ କେମିତି ବଞ୍ଚିଲା କିରେ ତାର ମୋର କନେକ୍ସନ ଅଛି କନେକ୍ସନ ଦେଖୁନାହାନ୍ତି ହଁ ଜିତୁରେ ଆଜ୍ଞା ଜିତୁବା କୋଉ କଥା ଆରେ ତୋ ବାପା କଣ ମୋ ବାପା ନୁହଁ ମୁଁ କଣ ମନା କଲି ତୋ ବୋଉ ମୋ ବୋଉ ନୁହଁ ମୁଁ କଣ ଆରେ ମନା ତୋ ଭାଇ କଣ ମୋ ଭାଇ ନୁହଁ ରେ ମୁଁ କଣ ମନା କରିଛି ତୋ ଭାଉଜ କଣ ମୋ ଭାଉଜ ନୁହଁ ମୁଁ କଣ ମନା କଲି ତୋ ପୁତୁରା ମୋ ପୁତୁରା ନୁହଁ କିଏ କହିଲା ତୋ ଝିଆରୀ ମୋ ଝିଆରୀ ନୁହଁ କିଏ ମନା କଲା ମୋ ସ୍ତ୍ରୀ ନୁହଁ ବସେଇ ଖିଆ ମୋ ସ୍ତ୍ରୀ ପରା ତୋର ଭାଇ ବୋଉଟା କଣ ସବୁ ତ କହୁଥିଲୁ ହେ ଜିତୁରେ ଆଉ ଗଲେ ସାନ ବୋଉକୁ କହିବୁନି କ୍ୟାମେରା ଉଠିଛି କହିବ ନନାଟା ଦୁଷ୍ଟ ହେଇଗଲାଣି ଆରେ କୁଳାଙ୍ଗର ତୋର ଲକ୍ଷ୍ୟ ହଉଛି ସେଇଠି ଆରୁ ବୁଲେଇ ବୁଲେଇ ନାହିଁ ସେଇଠି ପକେଇବୁ ଆରେ ବା ତୋ ଗୁଣ ମୁଁ ଜାଣିଛି ହାରେ କିଓ ହଁ। ବସ ଚୁପି ବସ ଏ ବାଘ ବସ